नमस्कार, गुड मॉर्निंग, जय आरसीएम। समस्त को बहुत बहुत धन्यवाद कि आम प्रॉपर टाइम रे पहुंची जाइए। आज बहुत खास दिन जो कि निज स्वास्थ्य उपर निजे केमती सुस्थ रही पारिबा, तो ता उपरे आज गुरुकुल ने बहुत बढ़िया समस्ते संकल्प भी नेले। ता उपरे कामे जदि आम काम स्टार्ट करवा गोटे बहुत बड़ कार्यक्रम हो जाई परिबो। तो विशेष करी आज गोटे नुआ डिक्लेरेशन हला। आमे तो 100 रिजल्ट क्लब तो करबा पई भी आमे संकल्प नहीं थिले। तो आज फास्ट आमे डिस्कशन कि सेहत की सितारे। तार साउंड नहीं है। साउंड आसुनी? ହଁ ସାର୍ ଆସୁଛି। ସାର୍ ନମସ୍କାର। आज्ञा, ଆସୁଛି ସାର୍ ତ? नमस्कार। ଆସୁଛି ସାର୍, ସାଉଣ୍ଡ ଆସୁଛି ତ? ଭଲ ସାଉଣ୍ଡ ଅଛି। ଠିକ ଅଛି ସାର୍, ତାଙ୍କର କିଛି ଅସୁବିଧା ଥିବ କଣ? हाँ मैडम, टिके नेटवर्क को टिके देखंतु ଆଜ୍ଞା ସାର୍, ଠିକ ଅଛି। आज्ञा। तो ଏବେ ଯୋଉ ସେହତ କି ସିତାରେ ଆଜି ଯୋଉ ଡିକ୍ଲାରେସନ ହେଲା, ତ ତା ଉପରେ ଆମେ କାମ କରିବା। ପ୍ରଥମେ ନିଜ ସ୍ୱାସ୍ଥ୍ୟକୁ ନିଜେ ଯାଞ୍ଚ କରିବା। ଆ, ଆମେ ଲିପିଡ ପ୍ରୋଫାଇଲ ହଉ କିମ୍ବା HbA1 ର ଯୋଉ ଡାଇବେଟିକ ଉପରେ ହଉ, ତ ୟା ଉପରେ ଆମେ ଟେଷ୍ଟ କରିବା। ଥାଇରଏଡ ର ଟେଷ୍ଟ କରିବା। ଟେଷ୍ଟ କରିସାରିବା ପରେ ତ ନିଜେ ଆମେ ଯୋଉ ବହି ପାଇଛେ, ଯେମିତିକି ଆମର ଅ, ନିଜ ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ଆମେ ଯୋଉ ବହି ନେଇକି ଆସିଥିଲେ ଆମର ରାଉରକେଲାରୁ, ସେ ବହିକୁ ଆମେ ଠିକ ଭାବରେ ଫଲୋ କରିକି ନିଜ ସ୍ୱାସ୍ଥ୍ୟକୁ ନିଜେ ଠିକ କରିବା। 3 ମାସ ପରେ ପୁଣି ରେଜଲ୍ଟ ଆଣିବା। ତ ଯୋଉ ରେଜଲ୍ଟ ଆସିବ 3 ମାସ ପରେ, ତ ସେଇ 3 ମାସ ପରର ରେଜଲ୍ଟକୁ ଆମେ ପୁଣି ତାକୁ ବି ରଖିବା, ତାକି ନିଜ ଶରୀରର ନିଜେ ଗୋଟେ ରିପୋର୍ଟ ତିଆରି କରିକି ଆମେ ଆଗକୁ ବଢିବା। ତ ଇଏ ହଉଛି ବହୁତ ବଢିଆ କଥା। ଆଜି ଗୁରୁକୁଳ ବହୁତ ପାୱାରଫୁଲ ସେସନ। ଯଦି ଆମେ ନିଜେ ସୁସ୍ଥ ରହିବା, ଆମେ ଦୁନିଆକୁ ସୁସ୍ଥ ରଖିପାରିବା। ତ ତା ଉପରେ ଆଗେ ଅମ୍ୟଙ୍କଠୁ ଷ୍ଟାର୍ଟ କରିବା। ଆପଣଙ୍କ ବିଚାର କୁହନ୍ତୁ। ସାର୍ ନମସ୍କାର, ସମସ୍ତଙ୍କୁ ଜୟ ଆର୍ସିଏମ୍। ଆଜିର ଯୋଉ ଜୟ ଗୁରୁକୁଳ ଆର୍ସିଏମ୍ ହେଲା, ଆଜିର ଯୋଉ ଗୁରୁକୁଳ ହେଲା ସମ୍ପୂର୍ଣ୍ଣ ଭିନ୍ନ। ଯୋଉଟିକ ଆମେ ଅନ୍ୟକୁ କହିଦଉଛେ, କିନ୍ତୁ ଆମେ ନିଜର କିଛି କଣ ହେଇଛି କଣ ନାହିଁ କିଛି ନାହିଁ, ଆମେ ମେଡିକାଲକୁ ଦ୍ୱାରସ୍ଥ ହଉଛେ, ଡାକ୍ତରଙ୍କ ଦ୍ୱାରସ୍ଥ ହେଇକି ହୀନସ୍ତା ହଉଛେ। ତେଣୁ ପ୍ରଥମେ ଯୋଉ ମନୀଷା ମ୍ୟାଡାମ ଆଲୋଚନା କଲେ ଯେ ଆମେ ନିଜର, ତାଙ୍କର ମଧ୍ୟ ଡାଇବେଟିସ୍ ଥିଲା, ସେ ମଧ୍ୟ କମିଗଲା ଏବଂ ଡାକ୍ତରଙ୍କୁ ମଧ୍ୟ ସେ ଚକମା ଦେଖେଇ ପାରିଲେ। ଡାକ୍ତର ମଧ୍ୟ ତାଙ୍କର କଥା ଶୁଣିବାକୁ ବାଧ୍ୟ ହେଲେ। ତେଣୁ ଏମିତି ଆମେ ନିଜର ଆଗେ ନିଜ ପରିବାରର ଆଗେ ବ୍ୟବସ୍ଥା କରିବାର ଅଛି। ଟେଷ୍ଟ କରିକିରି ୟୁଜ କରିବାର ଅଛି, ସଠିକ ଢଙ୍ଗରେ ୟୁଜ କରିବା। ମୁଁ ବି ଦେଖୁଛି ଜଣେ ଗାମା କହିଥିବି 2-2 4ଟା, ଏମିତି ବି କହିଲା 4ଟା, ଏମିତି ବି ଭୁଲ ଭାଲ କରି ଖାଉଛନ୍ତି। ତେଣୁ ଭୁଲ ହେଲା ପରେ ସବୁ ତ ଭୁଲ ହେଇଯାଏ। ତେଣୁ ଆମେ ଭୁଲ କରିବାନି ଏବଂ ଯାହାକୁ ଦବା, ଏବଂ ଆମେ ନିଜେ ମଧ୍ୟ ଡାଏଟ ପ୍ଲାନ କରିକି ଖାଇବା, କେତେବେଳେ କଣ ଖାଇବା, କିଏ ଖାଇଛି କି ନାହିଁ, ତାର ଅଭ୍ୟାସରେ ପରିଣତ ହେଇନି। ତେଣୁ ଆମେ ନିଜେ ଖାଇବାର ଅଭ୍ୟାସରେ ପରିଣତ କରିକିରି ଆମର ଟେଷ୍ଟ ରିପୋର୍ଟ ଆଣି ତାକୁ ଦେଖେଇଲେ ଅନ୍ୟମାନଙ୍କ କଣ ନା ବିଶ୍ୱାସ ଭାଜନ ହେଇପାରିବା। ବା ଅନ୍ୟମାନଙ୍କର କିଛି ବାହାର ଲୋକଙ୍କର କିଛି କଲେ ତାଙ୍କର ମଧ୍ୟ ବିଶ୍ୱାସ ଭାଜନ ହେଇକିରି ଅନ୍ୟମାନଙ୍କର ବିଶ୍ୱାସ ଭାଜନ ହେଇପାରିଲେ ବିଜନେସ କୁ ବହୁତ ଆଗକୁ ନେଇପାରିବା। ତାପରେ ଆମେ କିଛି ବହି ପଢୁନେ। ଗୋଟେ ବହି ମୋ ପାଖରେ ଥିଲା, ମୁଁ ବି ତାକୁ ବେଳେ ବେଳେ ଦେଖୁଛି, କିନ୍ତୁ ସଠିକ ଢଙ୍ଗରେ ଦେଖୁନି ତାକୁ। ସେତ କା ଯତ୍ନ ଯୋଉ ବହି, ଦ୍ୱିତୀୟ ବହି ସାର୍ ମୋ ପାଖରେ ନାହିଁ, ଆଉ ମୁଁ ତ ରାଉରକେଲା ମଗେଇ ପାରିଲିନି। ତେଣୁ ମୋ ପାଇଁ ଟିକେ ବ୍ୟବସ୍ଥା କରିବେ ବୋଲି ମୁଁ ଆଶା କରୁଛି। ଆଉ ଏତିକି କହି ମୁଁ ରହୁଛି ସାର୍, ନମସ୍କାର, ଜୟ ଆର୍ସିଏମ୍। ଓଭର ଟୁ ଶତପଥୀ ସାର୍। ଓକେ, ଥ୍ୟାଙ୍କ ୟୁ। ବୁକ୍ ଚାହିଁଲେ ବି ଆମେ ଅନଲାଇନରେ ବି ମଗେଇ ପାରିବା। ନ୍ୟୁଟ୍ରିଚଏସ୍ ଟିମ୍ ସହିତ ବି କଥା। ଆଜ୍ଞା ଆଜ୍ଞା ସାର୍, ଆଜି ହିଁ ମଗେଇବା ସାର୍। ଓକେ। ସାର୍ ଆଜି ହିଁ ମଗେଇବା। ଓକେ, ଠିକ ଆଜ୍ଞା। ଅଛି। ଓକେ। ସାହୁ ଭାଇ। ଆଜି ତ ବହୁତ ଭଲ ଜିନିଷ କହିଲେ। ନିଜକୁ କେମିତି ସୁସ୍ଥ ରଖେଇବା, ନିଜେ ସୁସ୍ଥ ରହିଲେ ହିଁ ନିଜର ଟେଷ୍ଟ କରି, ଯଦି ଆମେ ଖୁଦକୁ ସେହତ ଯୋଉଟା କହିଲେ, ସେଇଟା ହଉଛି ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ପ୍ରତ୍ୟେକ ପରିବାରରେ ଏଇଟା କରିବା, କିନ୍ତୁ ନିଜେ ଆଗେ ପ୍ରଥମେ ହବା ଦରକାର। ନିଜର ଟେଷ୍ଟ କରିକି ପୁଣି 3 ମାସ ପରେ ଟେଷ୍ଟ କରିବା। ଆମର ନିଜର କଣ ଅଛି ସେଇଟା ଯଦି ଆମେ ଅନ୍ୟକୁ ଦେଖେଇ ପାରିବା,
ତାପରେ ଲୋକମାନଙ୍କର ବିଶ୍ୱାସ ଆସିବ, ଦୃଢ଼ ବିଶ୍ୱାସ ଆସିବ, ଆଉ ଯାହାଫଳରେ କି ଆମେ ଏ ପ୍ରଡକ୍ଟ ବ୍ୟବହାର କରୁଛେ କିନ୍ତୁ ଆମର ନିଜ ଖୁଦ ବର୍ତ୍ତମାନ କ'ଣ ଅଛି ଆମେ ତ ଖାଉଛେ କିନ୍ତୁ ଟେଷ୍ଟ କରିନେ। ଅବଶ୍ୟ ମୁଁ 3 ମାସ ତଳେ ଟେଷ୍ଟ କରିଥିଲି, ଲିପିଡ ପ୍ରୋଫାଇଲ ଟେଷ୍ଟ କରିଥିଲି, କିନ୍ତୁ ଏଇ ଯୋଉଟା କହୁଛନ୍ତି ଆଜି ଯୋଉଟା କହିଲେ ମନୀଷା ମ୍ୟାଡାମ ଆଉ ସାର୍ ବି କହିଲେ, ଟିସିଜି କହିଲେ ଯେ ଆମେ ଖୁଦ ନିଜକୁ ଟେଷ୍ଟ କରିକି ଆମେ ଯଦି ପରୀକ୍ଷା କରି ଦେଖିବା ତାପରେ ଆମେ ତାର 3 ମାସ ପରେ ଦେଖିବା, ସେଇଟା ହିଁ ଆମକୁ କମ୍ପାରିଜନ ଦେଖିପାରିବା। लिपिड प्रोफाइल गुड़ा सब गुरुत्वपूर्ण जिनस आ डायबिटीज ब्लड प्रेशर हिमोग्लोबिन ये भी गुरुत्वपूर्ण। प्रत्येक पुरुष लोक भी हिमोग्लोबिन कम रोचे कहीं ना आम भी जब टेस्ट करिया आम जापर आम ठीक मात्रा अच्छी ना ना। तेणु यहीटा को जानापी निजक आगे ठीक रखा पड़ो तापर अन्य मान। ठीक अच्छे जय आरसीएम ओवर टू सतपति। ओके थैंक यू चित्त बाबू कहतु। नमस्कार जय श्री सर। बर्तमान आज जो प्रोग्राम रहा मनुष्य मान प्रथम पॉइंट गोटे भल लगे बहुत जिन सबसे पहले खुद की सेहत तार माने समस्त आगे निजर सेहत को आग निजे ठीक रखा दरकार। केमती ना आम जो लिपिड प्रोफाइल टेस्ट हो डायबिटीज टेस्ट हो कोलेस्ट्रॉल टेस्ट हो ये जो समस्त प्रकार टेस्ट रहा ये टेस्ट करें तार ब्लड रिपोर्ट निजे रखा पाखे जहाँ प्रोडक्ट आम यूज दरकार आम आरसीएम न्यूट्रिशन जिन जो प्रोडक्ट आम दरकार से प्रोडक्ट आम व्यवहार करवा। व्यवहार करने संगे 3 मास पर पुणी आउ थे से रिपोर्ट को आम टेस्ट कला आम प्रकृत रिपोर्ट गोटे प्रूफ आसो प्रकृत रिजल्ट कौन देखेला एवं से रिजल्ट को लेकिन आम मार्केट रे बा फील्ड रे आम जो स्वास्थ्य रक्षा अभियान अच्छी आम अभियान रे काम करी आम अभियान को आगू नहीं पार। थैंक यू सर ओवर टू सर। ओके थैंक यू प्रवीणा मैडम कहतु। सर नमस्कार। नमस्कार सर कौन आ स्वास्थ्य विषय कहि मोर तो जमा ठंडा गले जमा छाड़ूनी बड्डू सब बेले ही ठंडा रोची से S5 भी खाऊची गामा खाऊची न्यूट्रीचार्ज येटा ओमेनटा भी खाऊ ए सॉरी भेज ओमेगा भी खाऊची कौन प्रोब्लेम कोठी कौन आसी एते पानी काम भी मोर नुह एते भी ठंडा पानी काम रे भी मु किछि करेनी कौन पाई रहूची मते एते भी टेस्ट करिया को जिया पड़िबो। टेस्ट करी साला परे मु जाई किछि मनीषा मैम कथा खाली सुनिया कथा आउ किछि नाही। हां नहीं प्रथमे निजे टेस्ट करंतु टेस्ट हां कर मु सारिबा टेस्ट परे करी सारी के देखे मोर प्रॉब्लम टा कोठु आछि हां काने एबे भी टेस्ट करथिली 2 मास तळे सब भलो थिला फेर एबे कोन एते एते मु सकाळ उठला माने टिके खाली प्राणायाम योगासन मुई करे आउ किछि नै 8टा 9टा मते मो पानी हाथ भी हुएनी मु मोर ब्रश करके मोर गरम पानी ये पीवा कथा जा पीवा कथा मेडिसिन खाइबा कथा मु खाए किंतु हेले भी ठंडा छाडुनी मते कोड जिबा पई सारा इच्छा लागुनी माने घरु बारे कहे ठंडा होथुव गोटे समस्त सामने तमे ये करथुव भल लागिवनी भारी व्यस्त लागुची एथरा को एबे काली परदिन भीतर जाई टेस्ट करिवि बरा। हां प्रथमे टेस्ट टेस्ट करंतु ता छड़ हां जहाँ जहाँ हां करबा कथा तो से सीट रो फार्मूला को फिल अप करबा नियत दरकार। हां तो सर से सेटा तो निहात फार्मूला जरूरी। टाकू देखो केवल जे हां आमे कोनोसी फूड सप्लीमेंट खाइ दबा किमा मेडिसिन खाइ दबा से तरह आमे ठीक हां हेजबा नहीं हां नुहे ता पई कोन हां करबा दरकार ए हां से कार्यक्रम तो को करू जदि आमे सारे फॉलो करबा हाँ धीरे तो धीरे किंतु मते आगुरु S5 टा बहुत काम दउतला काहे एबे काहे मते लागुची कोन काम दउनी मो पाई दउनी। नहीं काम काम दबो किंतु ता पई जहाँ करबा दरकार ना हाँ केवल औषध खाइदेले हबनी औषध साइड हाँ भी किसी काम करबा दरकार से काम को हाँ हो जाई परिबो। ओके हाँ थैंक यू थैंक यू सर। कार्तिक बाबू कहतु। कार्तिक बाबू कहतु आगे कहतु। ନିଜେ ମାନେ ନ୍ୟୁଟ୍ରିସନ ଡେଲି ଖାଉଛି ଆଉ ନିଜରୁ ମାନେ ଭିତରୁ ଅନୁଭବ କରୁଛି ବୋଲି କି କାଲି ଜଣେ ଅଜଣା ଲୋକଙ୍କୁ ମାନେ 67 years old ମାନେ ବୃଦ୍ଧ ଜଣେ ତାଙ୍କୁ ନ୍ୟୁଟ୍ରିସନ ବାବଦରେ କହିଛି ତାଙ୍କ ହଜବେଣ୍ଡ ମାନେ ୱାଇଫ ବହୁତ ଦି ଜଣଙ୍କୁ ପାଇଁକି ନ୍ୟୁଟ୍ରିସନ ପ୍ରଡକ୍ଟ ଆଜି କାଲିଠାରୁ ଆଣିକି ରଖିଛି ନେଇକି ଯିବି ଆଜି ଦେବାକୁ ସେଟା ଆମ ଘରଠାରୁ ପାଖାପାଖି ନେମାଳରୁ 5-7 କିଲୋମିଟର ଦୂର। ତାପରେ କାଲି ବି ସେଇ ନ୍ୟୁଟ୍ରିସନ ଉପରେ ମାନେ ହୋମ ମିଟିଂ କରିକି ବି ଆସିଛି ମାନେ ପ୍ଲାନ୍ ଦେଖେଇକି ଆସିଛି ମାନେ ଆରସିଏମ ର ଏ ହଉଛି କଥା ଆଉ। हाँ नहीं ନମସ୍କାର ମୁଁ ସାର୍। ମୁଁ କହୁଥିଲି କି ଆ, ଆଜ୍ଞା
ଆଜି ଯୋଉ ଡିସ୍କସନ ହେଲା ଯେ ନିଜର ଟେଷ୍ଟ ଆମେ ନିଜେ କରିବା ଲିପିଡ ପ୍ରୋଫାଇଲ ଆଜ୍ଞା ତା ସହିତ ଆମର HbA1 ର ଟେଷ୍ଟ ବି କରିବା। ତ ୟାକୁ ଟେଷ୍ଟ କରିକି ପ୍ରଥମେ ନିଜକୁ ନିଜେ ସୁସ୍ଥ ରଖିବା, ତାପରେ ଆମେ ଦୁନିଆକୁ ସୁସ୍ଥ ରଖିବା। ତ ଆଜ୍ଞା ଆଜ୍ଞା ସାର୍। ତାକୁ ଟେଷ୍ଟ ଆମେ କରିବା। ଟେଷ୍ଟ କରିସାରିବା ପରେ ଆମେ କାର୍ଯ୍ୟକ୍ରମ ଯାହା ଯାହା କରିବା କଥା ଆମେ ସେଇ ଆଜ୍ଞା ସେଇ କାମ କରିକି ଆମେ ନିଜେ ସୁସ୍ଥ ରହିବା, ତା ଛଡ଼ା ଦୁନିଆକୁ ବି ସୁସ୍ଥ ରଖିବା ଦେଖିବା। ଓକେ, ଥ୍ୟାଙ୍କ ୟୁ। ଆଜ୍ଞା ସାର୍। ନାନୀ କୁହନ୍ତୁ। ଜୟ ଆଶ୍ୟାମ। ଆଜ୍ଞା, ହ୍ୟାଲୋ, ହଁ ଜୟ ଆସେମ, ଆଜ୍ଞା କୁହନ୍ତୁ। ଜୟ ଆଶ୍ୟାମ। ସମସ୍ତଙ୍କୁ ଶୁଭେଚ୍ଛା। ଆଉ ଆଜିର ଯୋଉ ପ୍ରୋଗ୍ରାମ ହେଲା ଏଇ ମାନେ ସ୍ୱାସ୍ଥ୍ୟ କ୍ରାନ୍ତି ଉପରେ, ତେଣୁ ପ୍ରଥମେ ସ୍ୱାସ୍ଥ୍ୟ କ୍ରାନ୍ତିର ଅଭିଯାନଟା ପରିବାର ଉପରେ କରିବା ଦରକାର। ଆଗ ନିଜ ଉପରେ, ତାପରେ ପରିବାର ଉପରେ, ତାପରେ ଆମର ପାରିପାର୍ଶ୍ୱିକ ମାନେ ଯୋଉମାନେ ସବୁ ଅଛନ୍ତି ତାଙ୍କ ଉପରେ କରିବା ଦରକାର। ତାହେଲେ ଅଭିଯାନଟା ବେଶୀ ସକ୍ସେସ୍ ହେଇପାରିବ, ପ୍ରୟାସ ଜାରି ରଖିଲେ ହେଇପାରିବ। ଆଗ ନିଜ ଉପରେ କରିବା ଦରକାର। ନିଜେ ଆମେ କେତେ ସୁସ୍ଥ ହେଇପାରିଲେ କାରଣ ଗୋଟେ ଅନୁଭୂତି ହବ। ତାପରେ ପରିବାର ଯୋଉମାନେ ସବୁ ଅସୁସ୍ଥ ଅଛନ୍ତି ତାଙ୍କୁ ମଧ୍ୟ ମାନେ ସ୍ୱାସ୍ଥ୍ୟ କ୍ରାନ୍ତି ଉପରେ ମାନେ କହି ତାଙ୍କୁ ମଧ୍ୟ ଆମର ଯେତିକି ସବୁ ଅଛି ପ୍ରଡକ୍ଟ ତାଙ୍କୁ ୟୁଜେବଲ କରେଇଲେ ସେମାନେ ମଧ୍ୟ ଯଦି ଉପକୃତ ହେଲେ ଆମର ଅନୁଭୂତିରେ ଆହୁରି ବଢିବ, ସେମାନଙ୍କ ମଧ୍ୟ ବିଶ୍ୱାସ ବଢିବ। ତାପରେ ଧୀରେ ଧୀରେ ଆଗେଇଲେ ସେଇଟା ଆମେ ଅଧିକ ସଫଳତା ପାଇପାରିବା। ଓକେ, ଥ୍ୟାଙ୍କ ୟୁ ନାନୀ। ଗଗନ ବାବୁ କୁହନ୍ତୁ। ଆଜ୍ଞା ଗଗନ ବାବୁ। ଆଜିର ବିଷୟ ଜୟ ଶ୍ରୀ ନମସ୍କାର। ଆଜ୍ଞା ହଁ, ଆଜିର ବିଷୟ ଥିଲା ଯେ ଆମେ ସାମ୍ନା ଲୋକଙ୍କୁ ଯେତେବେଳେ ବୁଝିବାକୁ ଯାଉଛେ ଆଗେ ନିଜେ ବୁଝିବା, ନିଜ ଉପରେ ପ୍ରୟୋଗ କରିବା ଆମେ କେମିତି ସୁସ୍ଥ ଅଛେ, ଆଉ ନିଜେ ସୁସ୍ଥ ହେଲେ ଆମର ବିଶ୍ୱାସ ଆସିବ ଆଉ ଆମେ ସାମ୍ନାକୁ କହିପାରିବା। ଏଟା ମୁଖ୍ୟ ଜିନିଷ। ମୁଁ ମଧ୍ୟ ଯାହା ସବୁ ମୋର ସମସ୍ୟା ଥିଲା ମୁଁ ନ୍ୟୁଟ୍ରିଚର୍ଜ ଖାଉଛି, ଆଉ ମୋ ଦେହ ମାନେ ସୁସ୍ଥ ଅଛି। ମୁଁ ସାମ୍ନା ଲୋକ ଜଣେ ବୁଝିବାକୁ ଯାଉଛି ଏ ବିଷୟରେ ଆଲୋଚନା କରୁଛି। ଆଉ ଆଗାମୀ ଦିନ ଏମିତି ଚାଲିଲେ ନିଶ୍ଚିନ୍ତ ଆମେ ଲୋକମାନଙ୍କୁ ସୁସ୍ଥ ରଖିପାରିବା। ଜୟ ଓକେ, ଶ୍ରୀ। ଓକେ, ଥ୍ୟାଙ୍କ ୟୁ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜିର ଡିସ୍କସନ ବହୁତ ପାୱାରଫୁଲ ଡିସ୍କସନ। ଆମେ ଯଦି ନିଜର ସ୍ୱାସ୍ଥ୍ୟକୁ ନିଜେ ଠିକ ନ ରଖିପାରେ ଦୁନିଆକୁ କେମିତି ଆମେ ସୁସ୍ଥ ରଖିବା, ଇଏ ହଉଛି ଗୋଟିଏ କଥା। ସେଥିଲାଗି କୁହାଯାଉଛି ଯେ ସବସେ ପେହଲେ ଖୁଦ କା ସେହତ। ତ ଆମେ ସବୁଠୁ ପ୍ରଥମେ ନିଜର ସ୍ୱାସ୍ଥ୍ୟକୁ ଆମେ ନିଜେ ଦେଖିବା। ତ ସେଥିଲାଗି ଆମକୁ ଯୋଉ ବୁକ୍ ମିଳିଥିଲା, ରାଉରକେଲା ଆମେ ଯାଇଥିଲେ, ଯୋଉ ବହି ମିଳିଥିଲା ସେ ବହିକୁ ଫଲୋଅପ୍ କରିବା ନିହାତି ଦରକାର। ସେ ବହିକୁ ପଢିବା ନିହାତି ଦରକାର। ତା ଦ୍ୱାରା ଆମେ ଯାହା ଯାହା ଲେଖା ହେଇଛି ତା ଦ୍ୱାରା ଆମେ କାର୍ଯ୍ୟକ୍ରମ ଆମେ କରିଦେଇ ପାରିବା। ଆଉ ତାକୁ କରିବା ଦ୍ୱାରା ଆଜି କ'ଣ ଥିଲା, କ'ଣ ସମସ୍ୟା ଆଜି ଅଛି, ସେ ସମସ୍ୟାକୁ ଲେଖିକି ରଖିବା। ଆଉ ଯୋଉ ରିପୋର୍ଟ ଆସିଲା ତାକୁ ବି ଆମେ ସାଇତିକି ରଖିବା। ତା ଛଡ଼ା 3 ମାସ ପରେ ଆମେ ରେଗୁଲାର ଚେକଅପ୍ କରିବା ଦ୍ୱାରା 3 ମାସ ପରେ କ'ଣ ହେଲା ଆମର ନିଜର ସ୍ୱାସ୍ଥ୍ୟ ତାକୁ ଆମେ କରିବା। ତା ସହିତ ଟିମ୍ର ଯଦି ଆମେ କରିପାରିଲେ 100 ଲୋକଙ୍କର ଆମେ କରେଇ ପାରିଲେ 100 ରେଜଲ୍ଟ ର କ୍ଲବ ବି ଆମେ କରିଦେଇ ପାରିବା। ଯାହାଦ୍ୱାରା ଗୋଟେ ବହୁତ ବଡ଼ ପ୍ରୋଗ୍ରାମ ପୁରା ଭାରତ ବର୍ଷରେ ହବାକୁ ଯାଉଛି, ତା ଦେହରେ ଆମେ ସାମିଲ ହେଇଯାଇପାରିବା। ତ ଆଜି ଆକ୍ଚୁଆଲି ବିଲହାଟରେ ପ୍ରୋଗ୍ରାମ ଅଛି। ଆମେ ଏବେ ବାହାରିବୁ, ବିଲହାଟ ବାହାରିବୁ, ଦିନ 11ଟା ବେଳେ ପହଞ୍ଚିବୁ। ସେଠି ଅମିୟ ବାବୁଙ୍କ ଟିମ୍ ଆଉ ଅନ୍ୟାନ୍ୟ ଟିମ୍ ମାନେ ବି ଆସୁଛନ୍ତି। ତାପରେ ପୁଣି କାଲି ସରି ପୁଣି ପାଇଲରେ ପ୍ରୋଗ୍ରାମ ଅଛି। ପାଇଲରେ ଦିନ 3ଟା ବେଳେ ପହଞ୍ଚିବୁ। ତ ଆଜିର ପ୍ରୋଗ୍ରାମକୁ ସେଥିଲାଗି ଏଇଠି ଆମେ ଶେଷ କରିବା। ପୁଣି ଆମେ କାଲି ଦେଖାହବା ଏଇ ସମୟରେ। ନମସ୍କାର, ଜୟ ଆରସିଏମ୍। କାଲି କଟକରେ ପ୍ରୋଗ୍ରାମ ଅଛି, ସେଥିପାଇଁ ବି ତૈୟାରୀ ହୁଅନ୍ତୁ। ଓକେ, ନମସ୍କାର, ଜୟ ଆରସିଏମ୍। ନମସ୍କାର, ଜୟ ଶ୍ରୀ। ଜୟ ଜୟ ଆରସିଏମ୍। ଶ୍ରୀ।